এইଟ୍ରେ ପୁଅ ଆମ ସାଇଡ୍ରେ ଆଜି କଂକ୍ରିଟ ହେଉଛି। କଂକ୍ରିଟ ଗାଡ଼ି ଲାଗି ଯାଇଛି। ଲୋକମାନେ ନିଜ ନିଜ କାମରେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି। ମୁଁ ଦେଖିଲି ସାଇଡ୍ରେ ଜେସିବି ଗୋଟେ ଟ୍ରାକ୍ଟରକୁ ମାଟି ଲୋଡ଼ିଂ ଦେଉଛି। ମୁଁ କହିଲି ପୁଅ ଦେଖେ ଭଲ ଭାବେ ଲୋଡ଼ିଂ ଦେବୁ। ଏଠେ ବି ସାଇଡ୍ ଦେଖିବାକୁ ପଡ଼େ। ଦୁଇଟା କାମ ଦେଖିବାଟା ଆଜ୍ଞା ବହୁତ କଷ୍ଟକର। ଦେଖିଲ କଂକ୍ରିଟ ସାଙ୍ଗେ ସାଙ୍ଗେ ଗୋଟେ ଲେୟାର ହୋଇଗଲା। ଆଉ ଦେଖ ଦି ସାଇଡ୍ରେ ଲୋକ ଅଛନ୍ତି। ଲୋକମାନେ ବହୁତ ସୁରକ୍ଷିତ ଅଛନ୍ତି। ହାଇଡ୍ରାରେ ବକେଟଟା ଲାଗିକି ରହିଛି। ତଳ ଦେଖ ଆଜ୍ଞା କେତେ ପାଣି। ମୁଁ ଆଜ୍ଞା କିଛି ସମୟ ରହିଗଲି ଲେଖା ହେଇଛି ପେପ୍ସି ବୋର୍ଡରେ। ତାପରେ ଆଜ୍ଞା ଜେସିବି ଟ୍ରାକ୍ଟରକୁ ଲୋଡ଼ିଂ ଦେଲା। ମୁଁ କହୁଥିଲି ତିନି ଚାରି ବକେଟ ଲୋଡ଼ିଂ ଦେଇଦେବୁ ଟ୍ରାକ୍ଟର ପୁରା ଫୁଲ୍ ହୋଇଯିବ। ଟ୍ରାକ୍ଟର ବାଲା ଲୋଡ଼ିଂ ନେଲା, ଜେସିବି ବାଲା ଲୋଡ଼ିଂ ଦେଲା। ବାସ୍ ତାଙ୍କ ଭିତରେ ବୁଝାମଣା ହେଇଗଲା। ଟିକେ ଝଗଡ଼ା ଲାଗିଥିଲେ ସମାଧାନ କରିଦେଲି। କହୁଛି ମୁଁ ଅଧିକ କାହିଁକି ନେବି ବୋଲି। ଚାହୁଁ ଚାହୁଁକା ପୁଅ କଂକ୍ରିଟରେ ଆଉ ବୁମ୍ ପାଇଲା ନାହିଁ। ତେଣୁ ଆମେ କ'ଣ କଲୁ, ଆମ ଯେଉଁ କ୍ରେନ୍ ଅଛି କ୍ରେନ୍ରେ ବକେଟ୍ ମାଧ୍ୟମରେ କଂକ୍ରିଟ ଢାଳିଲୁ ଓ ଗୋଟେ ପିଲା ଉପରକୁ ଦେଖା ଦେଖି କରୁଥିଲା କେମିତି କ'ଣ ଢଳା ହବ ଲାଗିଆ। ତାପରେ ତ କଂକ୍ରିଟ ସରିଗଲା।